ଆଜିର ଦିନରେ ଏତେ କାମ ଥିବ ବୋଲି ମୁଁ କେବେ ଭାବିନଥିଲି। ରାଧେ ରାଧେ। ତ ସାଙ୍ଗମାନେ ସକାଳୁ ସକାଳୁ ମନ୍ଦିରରୁ ଫେରି ଦେଖିଲି ଯେ ଆମ ଭାଇନାଙ୍କ ଧାନ କଟା ମେସିନଟି ବାହାରି ପଡିଥିଲା କାହାର ଗୋଟେ ଧାନ କାଟିବା ପାଇଁ, କାହିଁକି ନା ଧାନ କଟା ସିଜନ ଆରମ୍ଭ ହୋଇଯାଇଥିଲା। ତାପରେ ମୁଁ ଆସି ବସି ପଡିଥିଲି ଦୋକାନରେ। ଏପଟେ ବାବା ମଧ୍ୟ ଦୋକାନରୁ କିଛି ସାମାନ ଆଣିବା ପାଇଁ ବାହାରି ପଡିଥିଲେ ଖାରିଆଗୁଡା ଯିବା ପାଇଁ। ବାବା ଯିବା ପରେ ବାହାରକୁ ଆସି ଦେଖିଲି ଯେ ଭକ୍ତ ବସି କଣ ଗୋଟେ ଖାତାରେ ଗାରେଇ ଯାଉଥିଲା। ଭକ୍ତକୁ ଡାକି ପଚାରିବାରୁ କହୁଛି, ତାପରେ ମୁଁ ଚାଲି ଆସିଥିଲି ଦୋକାନ ଘରକୁ। ଦୋକାନ ଘରକୁ ଆସି ଦେଖିଲି ଯେ ବୋଉ ଗୋବର ଆଣି ଦାଣ୍ଡ ଲିପିବାରେ ଲାଗି ଯାଇଛି, କାହିଁକି ନା କାଲିକି ଥିଲା ଗୁରୁବାର ପୂଜା। ଦାଣ୍ଡରେ ଗୋବର ଲିପି ସାରିବା ପରେ ବୋଉ ଚାଲି ଯାଇଥିଲା ବାଡି ପଟକୁ। ମୋର ମଧ୍ୟ କିଛି କାମ ଥିବାରୁ ମୁଁ ଆସି ଯାଇଥିଲି ବାଡିକି, କାହିଁକି ନା ବାବା କିଛି କପଡାକୁ ସଫା କରିବା ପାଇଁ ବାଲ୍ଟିରେ ଆଣି ବତୁରେଇ ଦେଇଥିଲେ। ତେଣୁ ମୁଁ ତାକୁ କାଚିବାରେ ଲାଗି ଯାଇଥିଲି। କପଡାକୁ ବାଲ୍ଟିରୁ କାଢି ଭଲ ଭାବରେ ସଫା କରିବା ଆରମ୍ଭ କରିଦେଲି। ଭଲ ଭାବରେ ସଫା କରିବା ପରେ ଭଲ ପାଣିରେ ତାକୁ ଭଲ ଭାବରେ ଧୋଇ ଦେଇ କପଡା ଗୁଡିକୁ ନେଇ ବାଡିପଟ ତାରରେ ଶୁଖାଇବାରେ ଲାଗି ଯାଇଥିଲି। କପଡା ଧୁଆ ସରିବା ପରେ ମୁଁ ଚାଲି ଆସିଥିଲି ଘରକୁ। ଆସିଛି କି ନାଇଁ ମତେ ମିଳିଯାଇଥିଲା ଆଉ ଗୋଟିଏ କାମ। ତେଣୁ ମୁଁ ଭାଲୁ ଅଜାଙ୍କର ସାମାନ ଧରି ଚାଲି ଯାଇଥିଲି ତାଙ୍କ ଘରକୁ, କାହିଁକି ନା ତାଙ୍କ ଘରୁ ଗୁରୁବାର ପୂଜା ପାଇଁ କଦଳୀ ପତ୍ର ଆଣିବା ପାଇଁ। ତେଣୁ ତାଙ୍କ ଘରେ ପହଞ୍ଚି କଦଳୀ ପତ୍ର ଧରି ମୁଁ ଚାଲି ଆସିଥିଲି ଆମ ଘରକୁ। କଦଳୀ ପତ୍ର ଆଣି ମୁଁ ଆସି କିଛି ସମୟ ପରେ ପହଞ୍ଚି ଯାଇଥିଲି ଆମ ଘରେ। ଘରକୁ ପହଞ୍ଚି କଦଳୀ ପତ୍ରକୁ ଭଲ ଭାବେ ରଖିଦେଇ ମୁଁ ଚାଲି ଯାଇଥିଲି ଦୋକାନକୁ। ଦୋକାନରେ ଲୋକ ଟିକେ ଭିଡ ଥିଲେ, ତେଣୁ ସାମାନ ଦେବାରେ ଲାଗି ଯାଇଥିଲି। ସାମାନ ଦେବା ପରେ ମୁଁ ଆସି ବସି ପଡିଥିଲି ଦୋକାନ ଘରେ। ମିଶିବା ନେକ୍ସଟ ବ୍ଲଗରେ। ରାଧେ ରାଧେ।